ଆଜି ଆମ ବିଜେଡିର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ପୂର୍ବତନ ସାଂସଦ ବିଧାୟକ ଓ ବରିଷ୍ଠ ନେତୃମଣ୍ଡଳୀ ବ୍ରହ୍ମପୁରସ୍ଥିତ ରେଭିନ୍ୟୁ ଆଇବିଠାରେ ଏକତ୍ରିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଆମ ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କ ରାଜନୈତିକ ସଚିବ ଶ୍ରୀଯୁକ୍ତ ସନ୍ତୃପ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏଠାରୁ ସମସ୍ତେ ଏକ ଶୋଭାଯାତ୍ରାରେ ବାହାରି ଲାଞ୍ଜିପଲ୍ଲୀ ମା ଠାକୁରାଣୀଙ୍କ ଯାତ୍ରାରେ ଯୋଗଦେଇ ଦର୍ଶନ କରିଥିଲେ। ତାପରେ ବ୍ରହ୍ମପୁର ଏସ୍ପିଙ୍କ କାର୍ଯ୍ୟାଳୟକୁ ଯାଇ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ସ୍ମାରକୀ ଦାବିପତ୍ର ଓଡ଼ିଶା ରାଜ୍ୟ ବିଜେଡି ତରଫରୁ ପ୍ରଦାନ କରାଯାଇଥିଲା। ଏହି ବିଜେପି ସରକାରଙ୍କ ଏକ ବିପର୍ଯ୍ୟସ୍ତ ଏକ ବର୍ଷ ପୂରିଲା। ଏହି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏଥିସକାଶେ ଲୋକଙ୍କ ହିତ ପାଇଁ ବିଜୁ ଜନତା ଦଳର କାର୍ଯ୍ୟାନୁଷ୍ଠାନ ଏଥର ଜୋରଦାର ହେବ ବୋଲି ରାଜନୈତିକ ସଚିବ ଶ୍ରୀଯୁକ୍ତ ସନ୍ତୃପ୍ତ ମିଶ୍ର ଏବଂ ଆସିଥିବା ସମସ୍ତ ପୂର୍ବତନ ସାଂସଦ ଓ ବିଧାୟକମାନେ ଏକମତ ହୋଇ ଆହ୍ୱାନ ଦେଇଛନ୍ତି।